ଆଳସ୍ୟ ପରାୟଣ ରାଜାର ନିନ୍ଦା କରି ଭୀଷ୍ମ କହିଲେ, ଧର୍ମରାଜ, ଅନାଗତ ବିଧତା ଓ ପ୍ରଣମତି ସୁଖରେ ରହେ, ମାତ୍ର ଦୀର୍ଘସୂତ୍ରୀ ନଷ୍ଟ ହୋଇଥାଏ। ଏହାକୁ ବ୍ୟାଖ୍ୟା କରି ମୁଁ ତୁମକୁ 3ଟି ମାଛର କାହାଣୀ ଶୁଣାଉଛି। ଗୋଟିଏ ପୁଷ୍କରିଣୀରେ ବହୁତ ମାଛ ରହୁଥିଲେ। ସେମାନଙ୍କ ମଧ୍ୟରେ 3ଟି ସବୁଠାରୁ ବଡ଼ ବଡ଼ ମାଛ ଥିଲେ ଓ ସେମାନେ ପରସ୍ପର ବନ୍ଧୁ ଥିଲେ। ଏମାନଙ୍କ ମଧ୍ୟରେ ଜଣେ ଦୂରଦର୍ଶୀ ଥିଲା, ଯିଏକି ବନ୍ଧୁ ଆଗରୁ ନିଜର କର୍ତ୍ତବ୍ୟ ନିରୂପଣ କରି କାର୍ଯ୍ୟ କରୁଥିଲା। ତାର ନାମ ଅନାଗତ ବିଧତା। ଅନ୍ୟ ଜଣେ ସମସ୍ୟା ଆସିଗଲେ ବୁଦ୍ଧି ଓ କୌଶଳ ଦ୍ୱାରା ତାର ସମାଧାନ କରିପାରୁଥିଲା। ତାର ନାମ ପ୍ରତ୍ୟୁପ୍ରନମତି। ତୃତୀୟଟି ଥିଲା ଅତ୍ୟନ୍ତ ଅଳସୁଆ, ଯିଏକି ଆଗରୁ ଉପାୟ କରିବା ବା ଉପସ୍ଥିତ ବିପଦ ବେଳେ ବୁଦ୍ଧିମାନର କାର୍ଯ୍ୟ କରିବା ଜାଣିନଥିଲା। ସେ କେବଳ ହିଁ ଦେଖିବା ବୋଲି ସମୟ କଟାଉଥିଲା। ତାର ନାମ ଦୀର୍ଘସୂତ୍ରୀ। ଏହି ପୁଷ୍କରିଣୀ ଶୁଖି ଆସିବାରୁ କେତେକ ଧୀବର ତହିଁରୁ ନାଳ ଖୋଳି ପାଣି ବୁହାଇ ଦେଇ ମାଛ ଧରିବାର ଆଲୋଚନା କଲେ। ଦୂରଦର୍ଶୀ ଅନାଗତା ବିଧତା ଅନ୍ୟ ମିତ୍ର ଦୁହିଁଙ୍କୁ ଡାକି କହିଲା, ଏହି ଜଳାଶୟରେ ରହୁଥିବା ସମସ୍ତ ମାଛଙ୍କ ଉପରେ ଖୁବ୍ ଶୀଘ୍ର ବିପଦ ଆସିଯାଉଛି। ତେଣୁ ଏହି ସୁଡ଼ଙ୍ଗ ଦେଇ ଆମ୍ଭେମାନେ ଖସି ଚାଲିଯିବା ଉଚିତ ହେବ। ଦୀର୍ଘସୂତ୍ରୀ କହିଲା, ତୁମେ ଯାହା କହୁଛ ଠିକ୍ କଥା, କିନ୍ତୁ ଏତେ ଆଗରୁ ତରତର ହେବା କ'ଣ ଦରକାର? ଦେଖାଯାଉ କ'ଣ ହେଉଛି। ପ୍ରତ୍ୟୁପ୍ରନମତି କହିଲା, ସମୟ ଆସିଲେ ଉପାୟ କରିବାକୁ ହେବ। ଏତେ ଆଗରୁ ବ୍ୟସ୍ତ ହେବା ଅନୁଚିତ। ଅନାଗତ ବିଧତା ଆଉ ଅପେକ୍ଷା ନ କରି ଅନ୍ୟ ଜଳାଶୟକୁ ଚାଲିଗଲା। କିଛି ଦିନ ପରେ କ୍ରମେ କ୍ରମେ ସୂକ୍ଷ୍ମ ହୋଇ ଆସୁଥିବା ଏହି ଜଳାଶୟରୁ ମାଛ ଧରିବା ପାଇଁ ଧୀବରମାନେ ଆସିଗଲେ। ସେମାନେ ପୋଖରୀର ସୁଡ଼ଙ୍ଗକୁ ବନ୍ଦ କରି ଜାଲ ପକାଇ ମାଛ ଧରିବା ଆରମ୍ଭ କଲେ। ସବୁ ମାଛଙ୍କ ସହିତ ପ୍ରତ୍ୟୁପ୍ରନମତି ଓ ଦୀର୍ଘସୂତ୍ରୀ ମଧ୍ୟ ଧରାପଡ଼ିଲେ। ଯେତେବେଳେ ଧୀବରମାନେ ମାଛମାନଙ୍କ ନାକରେ ରଶି ଗଳେଇ ସେମାନଙ୍କୁ ବାନ୍ଧିବା ଆରମ୍ଭ କଲେ, ପ୍ରତ୍ୟୁପ୍ରନମତି ମୃତ ମାଛମାନଙ୍କ ଭିତରେ ପଶିଯାଇ ରଶିକୁ କାମୁଡ଼ି ଧରିଲା। ଯେତେବେଳେ ଧୀବରମାନେ ମଲା ଜ୍ଞାନରେ ଏହି ସବୁ ମାଛକୁ ନେଇ ଅନ୍ୟ ଜଳାଶୟକୁ ଧୋଇବାକୁ ଗଲେ, ପ୍ରତ୍ୟୁପ୍ରନମତି ଖସି ପଳାଇଗଲା। କିନ୍ତୁ ଦୀର୍ଘସୂତ୍ରୀ ସମସ୍ତଙ୍କ ସହିତ ବନ୍ଧା ହୋଇ ମଲା। ଭୀଷ୍ମ ଏହି ଗପ କହି ଆଳସ୍ୟ ଓ ବୁଦ୍ଧିହୀନତାର ଘୋର ନିନ୍ଦା କରିଥିଲେ। ସେ କହିଲେ, ଯେ କୌଣସି ବ୍ୟକ୍ତି ଉପସ୍ଥିତ ଭୟ ସମ୍ପର୍କରେ ବହୁ ଆଗରୁ ସତର୍କ ରହିବା ଉଚିତ। ଯେଉଁ ବ୍ୟକ୍ତି ଆଳସ୍ୟବଶତଃ ଆସନ୍ନ ବିପଦକୁ ଦେଖିପାରେ ନାହିଁ, ସେ ଦୀର୍ଘସୂତ୍ରୀ ପରି ବିନଷ୍ଟ ହୁଏ। ଯିଏ ପୂର୍ବରୁ ପ୍ରସ୍ତୁତ ନ ହୋଇ ନିଜର ଚତୁରତା ଉପରେ ନିର୍ଭର କରେ, ସେ ସଂଶୟାପନ୍ନ ହୁଏ। ତେଣୁ ଦୂରଦର୍ଶୀ ବ୍ୟକ୍ତି ପ୍ରଶଂସନୀୟ। ଯୁଧିଷ୍ଠିର ପଚାରିଲେ, ପିତାମହ, ଆପଣ ବିପଦ ପଡ଼ିବା ପୂର୍ବରୁ ଓ ପଡ଼ିବା ଜନିତ ସେ ସମ୍ପର୍କରେ କହିଲେ, କିନ୍ତୁ ଶତ୍ରୁମାନେ ଯଦି ଚାରିଆଡ଼କୁ ଘେରିଯିବେ, ତାହେଲେ ରାଜାର କର୍ତ୍ତବ୍ୟ କ'ଣ ହେବ? ଅନେକ ସମୟରେ ବିପଦ ବେଳେ ପୂର୍ବ ଶତ୍ରୁତା ସ୍ମରଣ କରି ଶବ୍ଦମାନେ ଏକାଠି ହୋଇ ରାଜାର ବିନାଶ ସାଧନ କରିପାରନ୍ତି। ସେତେବେଳେ ତାର କ'ଣ କରିବା ଉଚିତ? ଆପଣ ପରାମର୍ଶ ଦିଅନ୍ତୁ। ଭୀଷ୍ମ କହିଲେ, ପୁତ୍ର ଯୁଧିଷ୍ଠିର, କେହି ଜନ୍ମରୁ କାହାର ଶତ୍ରୁ ବା ମିତ୍ର ନଥାନ୍ତି। ପରିସ୍ଥିତିରେ ମିତ୍ର ମଧ୍ୟ ଶତ୍ରୁ ହୋଇଯାଏ ଏବଂ ଶତ୍ରୁ ମଧ୍ୟ ମିତ୍ର ହୋଇଥାଏ। ତେଣୁ ଦେଶ କାଳ ଅନୁଯାୟୀ ବ୍ୟକ୍ତି ନିଜର କର୍ତ୍ତବ୍ୟ ନିର୍ଣ୍ଣୟ କରି ଆତ୍ମରକ୍ଷା ପାଇଁ ବଳବାନ ଶତ୍ରୁ ସହିତ ମିତ୍ରତା କରିବା ବାଞ୍ଛନୀୟ। ଏହି ସମ୍ପର୍କରେ ତୁମକୁ ଏକ ପ୍ରାଚୀନ ଉପାଖ୍ୟାନ କହୁଛି, ଶୁଣ। ଏକ ବନରେ ଏକ ବିଶାଳ ବଟବୃକ୍ଷ ଥିଲା। ଏହି ବୃକ୍ଷର ଓହଳ ଚାରିଆଡ଼କୁ ମାଡ଼ି ରହିଥିଲା ଏବଂ ବୃକ୍ଷରେ ବହୁ ପକ୍ଷୀ ରହୁଥିଲେ ଏବଂ ଏହାର ସୁଶୀତଳ ଛାୟାରେ ବହୁ ହିଂସ୍ର ଜୀବଜନ୍ତୁ ଆଶ୍ରୟ ନେଉଥିଲେ। ଏହି ବରଗଛର ମୂଳରେ 100ଟି ମୁହଁର ଏକ ଗର୍ତ୍ତ ନିର୍ମାଣ କରି ପଳିତ ନାମକ ଏକ ବୁଦ୍ଧିମାନ ମୂଷିକ ରହୁଥିଲା। ବରଗଛ ଶାଖାରେ ଲୋମଶ ନାମରେ ଏକ ବିରାଡ଼ି ମଧ୍ୟ ରହୁଥିଲା ଏବଂ ରାତିରେ ଗଛରେ ପକ୍ଷୀମାନଙ୍କୁ ମାରି ଖାଉଥିଲା। ତାର ସମୟ ବେଶ୍ ଆନନ୍ଦରେ କଟୁଥିଲା। ବିରାଡ଼ି ଓ ମୂଷା ମଧ୍ୟରେ ଚିର ଶତ୍ରୁତା ଲାଗି ରହିଥିଲା। ଦିନେ ଏକ ବ୍ୟାଧ ସେହି ବଣରେ ଯାଇ କିଛି ଦିନ ପାଇଁ ନିଜର ଡେରା ପକାଇଲା। ସୂର୍ଯ୍ୟାସ୍ତ ହେବା ପରେ ସେ ପ୍ରତିଦିନ ଜାଲ ବିଛାଏ
ଓ ଯାହା ପଶୁପକ୍ଷୀ ବିକାଳି ତାଙ୍କୁ ସକାଳୁ ଆସି ଧରିନିଏ। ଦିନେ ସେ ବରଗଛ ମୂଳରେ ତାର ଜାଲ ପକାଇ ଚାଲିଗଲା। ମାର୍ଜାର ଲୋମଶ ଅସାବଧାନତା ବଶରୁ ସେହି ଜାଲରେ ପଡ଼ିଗଲା। ଲୋମଶକୁ ଜାଲରେ ପଡ଼ିଥିବା ଦେଖି ପଳିତ ମୂଷିକ ନିର୍ଭୟରେ ବିଚରଣ କରିବାକୁ ଲାଗିଲା। ସେ ଲୋମଶକୁ ମନେ ମନେ ଉପହାସ କରି ଜାଲରେ ବନ୍ଧା ହୋଇଥିବା ଆମିଷକୁ ଖାଇବାକୁ ଲାଗିଲା। ଏହି ସମୟରେ ମୂଷାର ସନ୍ଧାନ ପାଇ ସେଠାରେ ହରିତ ନାମକ ଏକ ନେଉଳ ଆସି ପହଞ୍ଚିଗଲା। ତାର ନେତ୍ର ରକ୍ତବର୍ଣ୍ଣ ଓ କ୍ଷୁଧାରେ ସେ ତାର ଜିହ୍ବା ଲହ ଲହ କରୁଥିଲା। ପୁଣି ମୂଷା ଦେଖିଲା ଯେ ଏକ ଦୀପ୍ତ ଭୟାନକ ଚକ୍ଷୁ ତୀକ୍ଷ୍ଣ ଚଞ୍ଚୁ ଉଲୁକ ଗଛ ଉପରେ ବସି ରହିଛି। ଚନ୍ଦ୍ରକ ନାମକ ଏହି ପେଚାର ଦୃଷ୍ଟି ମଧ୍ୟ ସେହି ମୂଷା ଉପରେ ରହିଥିଲା। ଏହିପରି ଚାରିଆଡ଼ୁ ଶତ୍ରୁମାନଙ୍କ ଘେରରେ ପଡ଼ି ମୂଷା ଭାବିଲା, ଏହି 3 ଜଣ ଶତ୍ରୁଙ୍କ ମଧ୍ୟରେ ମାର୍ଜାରର ସାହାଯ୍ୟ ନେବା ମୋ ପକ୍ଷରେ ଉଚିତ ହେବ। ଏହି ମୂଢ଼ ମାର୍ଜାର ବିପଦରେ ପଡ଼ିଛି। ପ୍ରାଣ ରକ୍ଷା ପାଇଁ ସେ ନିଶ୍ଚୟ ମୋ ସହିତ ସନ୍ଧି ସ୍ଥାପନ କରିବ। ମୂଷିକ କହିଲା, ହେ ମାର୍ଜାର, ତୁମେ ଜୀବିତ ଅଛ? ଭୟ କର ନାହିଁ। ମୁଁ ତୁମକୁ ରକ୍ଷା କରିବାର ଉପାୟ ଜାଣେ। ଯଦି ତୁମେ ମୋତେ ଆକ୍ରମଣ ନ କର, ତାହେଲେ ମୁଁ ନିଶ୍ଚୟ ତୁମକୁ ଏହି ବିପଦରୁ ଉଦ୍ଧାର କରିବି। ମୁଁ ମଧ୍ୟ ବିପନ୍ନ। ଏହି ନକୁଳ ଓ ପେଚକ ବହୁ ସମୟ ମୋତେ ଲୋଲୁପ ଦୃଷ୍ଟିରେ ଦେଖୁଛନ୍ତି। ଆମେ 2 ଜଣ ଏହି ବଟବୃକ୍ଷରେ ଆଶ୍ରୟ ନେଇଛେ। ତୁମେ ବୃକ୍ଷର ଶାଖା ଉପରେ ରହୁଛ, ମୁଁ ବୃକ୍ଷ ମୂଳର ଗର୍ତ୍ତରେ ରହୁଛି। ତୁମ ଓ ମୋ ମଧ୍ୟରେ ବନ୍ଧୁତା ହେବା ସ୍ୱାଭାବିକ। ଏହି ବନ୍ଧୁତାର ସର୍ତ୍ତ ହେଉଛି ତୁମେ ମୋତେ ରକ୍ଷା କରିବ ଓ ମୁଁ ତୁମକୁ ରକ୍ଷା କରିବି। ମାର୍ଜାର ଆଖିରୁ ସେ କିପରି ଭୀତଗ୍ରସ୍ତ ତାହା ଜଣାପଡ଼ି ଯାଉଥିଲା। ମାର୍ଜାର କହିଲା, ତୁମେ ମୋତେ ସାହାଯ୍ୟ କରିବାକୁ ଆସିଛ, ସେଥିପାଇଁ ତୁମକୁ ଅଭିନନ୍ଦନ ଜଣାଉଛି। ତୁମର ମଙ୍ଗଳ ହେଉ। ତୁମେ ମୋତେ ବିପଦରୁ ରକ୍ଷା କଲେ ମୁଁ ତୁମ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଅଛି। ତୁମ ଓ ମୋ ଭିତରେ ଶୀଘ୍ର ସନ୍ଧି ହୋଇଯିବା ଉଚିତ। ମୂଷିକ ମାର୍ଜାରର ମନରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରି ତାହାର କୋଳରେ ଯାଇ ବସିଗଲା। ଉଭୟ ନେଉଳ ଓ ପେଚା ଏହି ଦୃଶ୍ୟ ଦେଖି ଅବାକ୍ ହୋଇଗଲେ। ବିଲେଇ ଓ ମୂଷା ମଧ୍ୟରେ ଏପରି ଅଭିନ୍ନ ବନ୍ଧୁତା ଦେଖି ଆଉ ସେମାନଙ୍କର କାର୍ଯ୍ୟସିଦ୍ଧି ହେବ ନାହିଁ ବିଚାର କରି ହତାଶ ହୋଇ ଫେରିଗଲେ। ମୂଷିକ ଧୀରେ ଧୀରେ ବିରାଡ଼ିର ଫାଶ କାଟିବାକୁ ଲାଗିଲା। ବିରାଡ଼ି କହିଲା, ସଖା, ବିଳମ୍ବ କାହିଁକି କରୁଛ? ଯଦି ପୂର୍ବରୁ ମୁଁ ତୁମର କିଛି ଦୋଷ କରିଥାଏ, ତାହେଲେ କ୍ଷମା କରି ମୋ ଉପରେ ପ୍ରସନ୍ନ ହୁଅ। ମୂଷିକ କହିଲା, ସଖା, ମୁଁ ଠିକ୍ ସମୟରେ କାର୍ଯ୍ୟ କରିବା ଜାଣେ। ଯଦି ଅସମୟରେ ମୁଁ ତୁମକୁ ବନ୍ଧନ ମୁକ୍ତ କରିଦିଏ, ତାହେଲେ ତୁମ କବଳରେ ପଡ଼ି ମୋର ପ୍ରାଣନାଶର ଭୟ ଅଛି। ତୁମେ ନିଶ୍ଚିନ୍ତ ରହ। ଜାଲର ସମସ୍ତ ତନ୍ତୁ ମୁଁ ପ୍ରାୟ କାଟି ସାରିଲିଣି। କେବଳ ଗୋଟିଏ ଯୋଡ଼ିଏ ବାକି ଅଛି। ଚଣ୍ଡାଳକୁ ଆସିବାର ଦେଖିଲେ ମୁଁ ତାହା ସଙ୍ଗେ ସଙ୍ଗେ କାଟି ପକାଇବି। ସେତେବେଳେ ତୁମେ ଭୟରେ ପଳାଇ ଗଛ ଡାଳରେ ଆଶ୍ରୟ ନେବ ଏବଂ ମୁଁ ମଧ୍ୟ ମୋର ବିଳରେ ପ୍ରବେଶ କରିବି। ମୂଷିକ ଓ ମାର୍ଜାର ମଧ୍ୟରେ ଏହିପରି ଆଳାପରେ ରାତ୍ରି ପାହି ପ୍ରଭାତ ହେଲା। ଏହି ସମୟରେ ବ୍ୟାଧ ତାର କୁକୁରମାନଙ୍କୁ ସାଙ୍ଗରେ ଧରି ଜାଲ ଆଡ଼କୁ ଆସୁଥିବାର ଦେଖାଗଲା। ବିରାଡ଼ିକୁ ଅତ୍ୟନ୍ତ ଭୟଭୀତ ଦେଖି ମୂଷିକ ଜାଲର ଅବଶିଷ୍ଟ ଫାନ୍ଦ ସଙ୍ଗେ ସଙ୍ଗେ କାଟିଦେଲା। ବନ୍ଧନମୁକ୍ତ ଲୋମଶ ଶୀଘ୍ର ବୃକ୍ଷ ଶାଖାରେ ଚଢ଼ିଗଲା ଏବଂ ମୂଷିକ ଗର୍ତ୍ତ ମଧ୍ୟରେ ପ୍ରବେଶ କଲା। ଚଣ୍ଡାଳ ହତାଶ ହୋଇ ନିଜର ଖଣ୍ଡିଆ ଜାଲ ଧରି ଚାଲିଗଲା। ବିପଦରୁ ମୁକ୍ତ ହୋଇ ବୃକ୍ଷ ଶାଖାରେ ଥିବା ମାର୍ଜାର ଗର୍ତ୍ତସ୍ଥ ମୂଷିକକୁ କହିଲା, ସଖା, ମୋ ସହିତ ଆଳାପ ନ କରି ତୁମେ କାହିଁକି ବିଳ ମଧ୍ୟରେ ପଶିଛ? ମୁଁ କୃତଘ୍ନ ନୁହେଁ। ମୁଁ ତ ତୁମର ପ୍ରାଣ ରକ୍ଷା କରିଛି। ତେଣୁ ମୋ ଉପରେ ବିଶ୍ୱାସ ରଖି ମୋ ସହିତ ବନ୍ଧୁତାର ସମ୍ପର୍କ ବଢ଼ାଇବା ଉଚିତ। ବର୍ତ୍ତମାନ ଆମେ 2 ଜଣ ବିପଦରୁ ମୁକ୍ତ। ତୁମେ ସବୁଦିନେ ମୋ ପାଖକୁ ଆସ। ମୋର ଆତ୍ମୀୟ ସ୍ୱଜନଗଣ ମଧ୍ୟ ତୁମକୁ ସମ୍ମାନିତ କରିବେ। ତୁମେ ବୁଦ୍ଧିରେ ଶୁକ୍ରାଚାର୍ଯ୍ୟଙ୍କର ସଙ୍ଗେ ତୁଳନୀୟ। ତୁମେ ମୋର ମନ୍ତ୍ରୀ ହୁଅ। ମୋର ଭଣ୍ଡାର ରକ୍ଷକ ହୋଇ ମୋତେ ସତ୍ ପରାମର୍ଶ ଦିଅ। ବିଳରେ ଥିବା ନୀତିଜ୍ଞ ମୂଷିକ ଉତ୍ତର ଦେଲା, ହେ ଲୋମଶ,
ଏହି ସଂସାରରେ କେହି କାହାର ମିତ୍ର ନୁହନ୍ତି ବା କେହି କାହାର ଶତ୍ରୁ ନୁହନ୍ତି। ସ୍ୱାର୍ଥ ବୁଦ୍ଧିରୁ ପ୍ରତ୍ୟେକ ମିତ୍ର ବା ଶତ୍ରୁ ହୁଅନ୍ତି। ମିତ୍ରତା ବା ଶତ୍ରୁତା କେବେ ହେଲେ ସ୍ଥିର ନୁହେଁ। ସମୟ ଅନୁସାରେ ଏହା ବଦଳୁଥାଏ। ତେଣୁ ମିତ୍ର ବା ଶତ୍ରୁକୁ ଅତି ବିଶ୍ୱାସ ବା ପୁରା ଅବିଶ୍ୱାସ କରିବା ଠିକ୍ ନୁହେଁ। ଶତ୍ରୁତା ବଶତଃ ତୁମେ ମୋତେ ଖୋଜିବାକୁ ଆସି ବ୍ୟାଧର ଜାଲରେ ପଡ଼ିଗଲ। ମୁଁ ଜାଲରେ ଥିବା ଆମିଷ ଭକ୍ଷଣ ଲୋଭରେ ବାହାରିଛି। ମୋର ଆଉ 2 ଜଣ ଚିରଶତ୍ରୁଙ୍କର ହାବୁଡ଼ରେ ପଡ଼ିଲେ। ତେଣୁ ଅବସ୍ଥା ଚକ୍ରରେ ଆମର ମିତ୍ରତା ହୋଇଗଲା। ବର୍ତ୍ତମାନ ଯେତେ କହିଲେ ମଧ୍ୟ ତୁମେ ମୋର ଶତ୍ରୁ, ମୁଁ ତୁମର ଭକ୍ଷ ଓ ତୁମେ ଭକ୍ଷକ। ତୁମର ସ୍ୱଜନ ମୋତେ ସେହି ଦୃଷ୍ଟିରେ ଦେଖିବେ। ତୁମେ ଯଦି ମୋ ସହିତ ଚିର ବନ୍ଧୁତା ରଖିବା ପାଇଁ ଚାହଁ, ତାହାହେଲେ ଅନ୍ତତଃ ଏତିକି ମନେ ରଖ ଯେ ମୁଁ ଅସାବଧାନତା ବେଳେ ମୋତେ ଆକ୍ରମଣ କରିବ ନାହିଁ। ଉପାଖ୍ୟାନ ଶେଷ କରି ଭୀଷ୍ମ କହିଲେ, ପଳିତ ନାମକ ମୂଷିକ ଦୁର୍ବଳ ଥିଲେ ମଧ୍ୟ ନିଜର ବୁଦ୍ଧି ଓ ନୀତି ବଳରେ ବହୁ ଶତ୍ରୁଙ୍କଠାରୁ ମୁକ୍ତି ପାଇପାରିଲା। 2 ଶତ୍ରୁଙ୍କ ମଧ୍ୟରେ ଯେଉଁ ମିତ୍ରତା ସ୍ଥାପିତ ହୁଏ, ତାହା ସାମୟିକ ମାତ୍ର ଏବଂ କର୍ତ୍ତବ୍ୟ ଦୃଷ୍ଟିରୁ ଦୁର୍ବଳ, ଅଥଚ ଚତୁର ବ୍ୟକ୍ତି ତାହା ହିଁ କରିଥାଏ। ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥିଲେ ଲାଇକ୍ ନିହାତି କରନ୍ତୁ। ସାଙ୍ଗସାଥୀମାନଙ୍କୁ ସେୟାର କରନ୍ତୁ। କମେଣ୍ଟ ଦ୍ୱାରା ଆପଣମାନେ କିଛି ଯଦି ଅଧିକ ଜାଣିଛନ୍ତି ତାହେଲେ ଜଣାନ୍ତୁ। ରହୁଛି, ନମସ୍କାର। ପୁଣି ଦେଖାହେବ ଆଉ ଗୋଟିଏ ନୂଆ ଅଧ୍ୟାୟରେ।